ମାରିଛନ୍ତି କଟୁରର। ଏବେ ଆମେ ଅଟକି ଏଇନୁ ଗାଡ଼ି ହଳ କରୁଥିଲେ ଆମ ବିଲ ଆଗର ମୋ ଯାଆର ବିଲ ଆଗର ସେ ହଳ କରୁଛନ୍ତି ଗାଡ଼ି ନେଇକି ଆମେ ବାନ୍ଧି ନେଇଥିଲୁ ଗୁରୁ ଆମ ଦେଖିଲା ବେଳକୁ ସେଇଥିପାଇଁ ଆମେ ଅଟକି ଏଇନୁ ଆମ ଗୁରୁ ବାନ୍ଧି ପାରିନୁ ଆଣିକି ବାହାରେ ବାନ୍ଧିନୁ ଆଉ ତାଙ୍କୁ ଅଟକି ଏଇନୁ ତୁମେ ହଳ କରନି ତୁମେ କାହିଁ ହଳ କରିବ ଆମ ବିଲ ଆଗଟାର ଆଉ ସେଇଠୁ ସେ ଆସିକି ସବୁ ଆଇଲେ ଚନ୍ଦୁ ନନା ଜଣେ ଚନ୍ଦୁ ବ୍ରାହ୍ମଣ ସେଇ ହେଉଛି ଗାଡ଼ି ଆଣିକି ହଳ କରୁଛି ବୋଲି କହିଲେ ଆଉ ଦେଖିଲା ଆଉ ସେ ତ ସବୁ ଘେରି ଆଇଲେ ଆମକୁ ଆମେ ଆଉ କ'ଣ ସେଠି ଆମର କିଏ ଅଛି ଆଉ ଦୁଇ ଯାଆ ଥିନୁ ଇଏ ସବୁ ସେଇଠି ପାଖାପାଖି ଥିଲେ ସବୁ ଦୌଡ଼ିକି ଗଲେ ସବୁ ଆଉ ଗଲେ ସେ ଗୁରୁ ବାନ୍ଧି ନେଇକି ଯାଉଥିଲେ ସବୁ ଦୌଡ଼ିକି ଗଲେ ଗଲାବେଳକୁ ସିଏ ବି ମାଡ଼ ଖାଇଛନ୍ତି ସେମାନେ ବି ମାଡ଼ ଖାଇଛନ୍ତି ଆମକୁ ନ୍ୟାୟ ମିଳୁ ଗୁରୁ ଚୋରିବେ କି ଆଜି ଗୁରୁରେ ମଲେ କେଉଁଠି ପକେଇମୁ ଆମ ଜାଗା ନାହିଁ ଛୁଆ ଖେଳିତେ ଜାଗା ନାହିଁ କି ଆମର କେଉଁଠି ସରକାରର ଜାଗା ସବୁ ସେମାନେ ଖାଇବେ ଆମେ ହଇରାଣ ହେଉଛୁ ଖାଲି ଆମର କିଛି ଗୋଟେ କରିପାରୁନୁ ତ ସବୁ ସେଇଟାରେ ଚାଷ କରିକି ଖାଇଲେ ଆମେ ତାହେଲେ କେଉଁଠି ଗୋରୁଟେ ମଲା ପକେଇମୁ କେଉଁଠି କି ନହେଲେ ମଣିଷ ବି ମରିନେ ଜାଗା ନାହିଁ ପକେଇବାକୁ ଏ କେସ 2 ବର୍ଷ ହେଲାଣି 2 ବର୍ଷ ହେଲା ସାର୍ ବନ୍ଦ ଥିଲା ପଡ଼ିଆ ତାହେଲେ ଏଇ ବର୍ଷ ତାଙ୍କର କ'ଣ ଏମିତି କରିକି ଏ ବର୍ଷ ହଳ କରୁଛନ୍ତି ଜବର କରିକି ସାର୍ ହେଉଛି ଏତିକି ପ୍ରଦୀପ ରାଉତ କରୁଛି ଘରେ ବସିକି ହେଉଛି ଖେଳଟା ଲଗେଇ ଦେଉଛି ଲଗେଇ ଦେଇକି ସବୁ ଇଏ କରୁଛି ସେ କିନ୍ତୁ ଘରେ ବସିଛି ସେ ସାମ୍ନାକୁ ଯାଉନି ମାୟା ଧଳ ପ୍ରଦୀପ ରାଉତ ଏସବୁ ସାମ୍ନାକୁ ଯାଉନାହାନ୍ତି ଯେମିତି ସେ ପଡ଼ିଆ ଆମର ଯେତେ ଜମି ପଡ଼ିଆ ଧର ଅଛି ସେଇଟା କେମିତି ବାହାର ଧର ଆମର ଛୁଆ ଅଛନ୍ତି ଯେ ଖେଳ ପଡ଼ିଆ କରିବେ କି ନହେଲେ ଗୋରୁଟେ ପକେଇମୁ କି ଭଲ ମନ୍ଦଟେ କରିମୁ ସେଇଟାକୁ ଯେମିତି ବାହାରିବ ଆମକୁ ସେଇଥିପାଇଁ ଆମେ ଚାହୁଁଛୁ ସରକାର ପାଖରୁ ଆମକୁ ସାହାଯ୍ୟ ସେମାନେ କେମିତି କରନ୍ତୁ ଆମକୁ ମେଡ଼ିକାଲ ଆମେ ଚାହୁଁଛୁ ସେଠି ହଳ ହେଉଥିଲା ଆମେ ହଳ ଅଟକିବାରୁ ଏମିତି ମାଡ଼ଗୋଳ ଆମକୁ ମାଇଲେ ମାରିକି ଇଞ୍ଜଡ଼ କଲେ ପାଖରେ ତାଙ୍କର ଲୋକ ହଳ କରୁଥିଲେ ସେମାନେ ସବୁ ଧାଇଁକି ଆସିଲେ ଆସିକି ମରାଧରା କଲେ ଆମେ ଚାହୁଁଛୁ ପଡ଼ିଆଟା ବାହାରି ଯାଉ ପଡ଼ିଆ ବାହାରିଗଲେ ତୁମ ଗୁରୁ ପଢ଼ନ୍ତୁ ଆମ ଗୁରୁ ପଢ଼ନ୍ତୁ ତୁମ ଛୁଆ ଖେଳନ୍ତୁ ଆମର ଖେଳନ୍ତୁ ନା ଆମର ଦାବି ଆମେ ହେଉଛୁ ହଳ କରିବୁ ବର୍ଷେ ପଡ଼ିଆ ପଇଲା କଲେନି ପୁଣି ଏ ବର୍ଷ ପଡ଼ିଆ ଚାଷ ହେଲା ଏଇ କହିବା ଯୁଗରୁ ମାଡ଼ଗୋଳ କଲେ ସିଏ ଉଚ୍ଛେଦ କରୁନାହାନ୍ତି ସିଏ କହୁଛନ୍ତି ଆମେ ଖାଇମୁ ସରକାର ଜମି ଆମେ ଖାଉଛୁ ତୁମ ବାବା ଜମି ଖାଉଛୁ ନା ଆମେ କହୁଛୁ ସେଇଟା ଆମକୁ ଉଚ୍ଛେଦ କରନ୍ତୁ ଆମେ ମିଳିମିଶିକି ସବୁ ରହିମୁ ନା ସେତିକି ସିଏ କରେଇ ଦେଉନାହାନ୍ତି ମୁଖ୍ୟ ଲୋକ ପ୍ରଦୀପ ରାଉତ ଆମ ଗାଁର ଆଉ ସାମ୍ନାକୁ ଯାଉନି ସେ ଭିତରେ ରହିକି ଖେଳ କରୁଛି ପୁନିଆ ପାଡ଼ି ମାରିଛି ଲକ୍ଷ୍ମୀ ପାଡ଼ି ମାରିଛି ବାଇଆ ପାଡ଼ି ମାରିଛି ବଙ୍କା ପାଡ଼ି ମାରିଛି ଆଉ ଏଇ ଯେଉଁ ଧନୁପାଣ ମାରିଛି ଆଉ ନଣ୍ଡାପୁରୀ ମାରିଛି ମହିନ୍ଦ୍ର ନାୟକ ଚନ୍ଦୁ ବାବୁଣ ଆମେ ଚାହୁଁଛୁ ଆମକୁ ନ୍ୟାୟ ମିଳୁ ଆମେ ଏତିକି ଚାହୁଁଛୁ ସେ ପୁରୁଷ ଲୋକ ହେଇକି ଆମ ନାରୀକି ହାତ ମାରିଛନ୍ତି ଆମକୁ ନ୍ୟାୟ ମିଳୁ ମୋହନ ରାଉତ ଆଗରପଡ଼ା ଆପତିରା ଷଡ଼ଙ୍ଗୀ ଆମ ଗାଁରେ କିଛି ଦୁର୍ବୃତ୍ତ ମାନେ ଆମକୁ ମରଣାତ୍ମକ ଆକ୍ରମଣ କରିଥିବାରୁ ଆମେ ମେଡ଼ିକାଲକୁ ଆସିଛୁ ସେମାନେ ଆମର ଯେତିକି ପଡ଼ିଆ ଅଛି ସେମାନେ ଚାଷ କରୁଥିଲେ ଆମ ମା ମାନେ ତାଙ୍କୁ ରୋକିବାକୁ ଯାଇଥିଲେ ସେ କଥା ମୁଁ ଶୁଣିବା ପରେ ମୁଁ ଯାଇଥିଲି କି ମୋ ମା ଯାଇଛି ବୋଲି ମୁଁ ଯାଇଥିଲି ପାଖକୁ କ'ଣ ହେଇଛି ଯାଇ ମୋ ମାଆକୁ ଡାକିକି ନେଇ ଆସିବି ସେଠି ଗଲା ପରେ ମୋତେ ଦେଖିକି ସେମାନଙ୍କର କିଛି ଦୁର୍ବୃତ୍ତ ଆସି ମୋ ଗାଡ଼ି ଫାଡ଼ି ଅଟକେଇ ମୋତେ ମାରାମାରି କରି ମୋ ଗାଡ଼ି ଫାଡ଼ି ଭାଙ୍ଗିଦେଲେ ମାଇଲେ ଲକ୍ଷ୍ମୀଧର ପାଢ଼ୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଆଉ ଭଗବାନ ପାଢ଼ୀ ଆଉ ତାଙ୍କ 2 ପୁଅ ବାଙ୍କନିଧି ପାଢ଼ୀ ବାୟାଧର ପାଢ଼ୀ ଆଜ୍ଞା ଥାନାକୁ ଯାଇଥିଲି ଥାନାରେ ଦେଖା କରିକି ତାପରେ ମେଡ଼ିକାଲ ଆଗରପଡ଼ା ଯାଇଥିଲି ଆଗରପଡ଼ା ରେଫର କଲା ପରେ ଭଦ୍ରକ ମେଡ଼ିକାଲକୁ ଏବେ ଆସୁଛୁ ଦେଖିବୁ ଯେ ଏଇଥିପାଇଁ ଯେ ସବୁଆଡ଼େ ଆମର ଯେତିକି ଅଛି ଗୋଚର କି ଖେଳ ପଡ଼ିଆ କି ଅନାବାଦୀ ସବୁଆଡ଼େ ବାହାର କରାଯାଉଛି କିନ୍ତୁ ଆମ ଗାଁ ଏମିତି ଏକ ଗାଁ ସେ ଯେଉଁଠିକି ଆମର ମାନେ ଗାଈ ଗୋରୁ ପକାଇବା ପାଇଁ ଜାଗା ନାହିଁ କି ଗାଈ ଗୋରୁ ଚରିବା ପାଇଁ ଜାଗା ନାହିଁ ଆଉ ଆମେ ସରକାରଙ୍କଠୁ ଏତିକି ନିବେଦନ କି ଆମକୁ ଉଚିତ ନ୍ୟାୟ ଦିଅନ୍ତୁ ଏବଂ ଆମ ଗାଁର ସମସ୍ୟାକୁ ସମାଧାନ କରନ୍ତୁ।